ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ବନ୍ଧୁମାନଙ୍କୁ ଗୋଟିଏ ଏ ଭିଡ଼ିଓ ମାଧ୍ୟମରେ ଆମ ସମସ୍ତଙ୍କ ତରଫରୁ ଗଭର୍ଣ୍ଣମେଣ୍ଟ ପାଖକୁ ଆମେ ଗୋଟେ ରେଭୁଲେସନର ବାର୍ତ୍ତା ଦେଉଛନ୍ତି, ଯାହା ସମସ୍ତ ବର୍ଗର ସ୍କୁଲ କଲେଜ ହେଲା ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ବନ୍ଧୁମାନେ ଷ୍ଟ୍ରାଇକ୍ର ବାର୍ତ୍ତା ଦେଇ ଷ୍ଟ୍ରାଇକ୍ର ପାରଦେଶରେ ବସିଥିଲେ। କିନ୍ତୁ କିଛି ଦିନ ପରେ ସମସ୍ତେ ସେଠାରୁ ଦୂରୀଭୂତ ହେଲା ପରେ ଆମର 194 ହାଇସ୍କୁଲର ସାର୍ମାନେ ମ୍ୟାଡ଼ାମମାନେ 488 ବର୍ଗର କଲେଜର ସାର୍ମାନେ ବର୍ତ୍ତମାନ ସୁଦ୍ଧା ଗାନ୍ଧୀ ମାର୍ଗ ଛାଡ଼ି ନାହାନ୍ତି। ଗାନ୍ଧୀ ମାର୍ଗ ନ ଛାଡ଼ିବାର କାରଣ ହେଲା ତାଙ୍କର ଯେଉଁ ଦୁଃଖ ଯନ୍ତ୍ରଣା ଅଛି, ସେ ଦୁଃଖ ଯନ୍ତ୍ରଣାକୁ ନିଶ୍ଚିତ ସେମାନେ ହାସଲ କରି ଗାନ୍ଧୀ ମାର୍ଗରୁ ଯିବେ। ଇଏ ଗୋଟିଏ ପ୍ରୟାସ। ଯଦି ଏଭଳିଆ ପ୍ରୟାସ ନ ହୁଏ ତାହେଲେ ଗଭର୍ଣ୍ଣମେଣ୍ଟରେ ଯେଉଁମାନେ ବସିଛନ୍ତି ମହାପଦବୀମାନଙ୍କରେ ସେମାନଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ ନାହିଁ। ଇଏ ବି ଗୋଟିଏ ପ୍ରକାର ପ୍ରୟାସ। ନିଶ୍ଚିତ ଯେ ଆମେ ଦେଖିବା ଯେ 194 ସ୍କୁଲର ଛାତ୍ରଛାତ୍ରୀମାନଙ୍କର ଦୁଃଖ ବା ଏଠି ଦେଖ ଆଜିକା ଡେଟ୍ରେ ଶିକ୍ଷକ ଶିକ୍ଷୟିତ୍ରୀ ବା ଅଧ୍ୟାପକ ଅଧ୍ୟାପିକା ବନ୍ଧୁମାନେ ବା କର୍ମଚାରୀମାନେ ରାଜରାସ୍ତାକୁ ଆସୁଥିଲେ। ବର୍ତ୍ତମାନ ଛାତ୍ରଛାତ୍ରୀମାନଙ୍କର ଏଣ୍ଟ୍ରି ହେଲାଣି, ତା ଭିତରେ ନିଶ୍ଚିତ ଅଭିଭାବକମାନଙ୍କର ଏଣ୍ଟ୍ରି ହେବ। ସରକାର ଶୁଣିବା ଆବଶ୍ୟକତା ଅଛି। ଏ ଯେଉଁ ସ୍କୁଲଟି ହେଉଛି ଗୋପୀନାଥ ଦେବ ବିଦ୍ୟାପୀଠ ନିମଖଣ୍ଡି କି କ'ଣ ଏଇଟା ଲୁଚି ଯାଇଛି, ଯାହା ବି ହେଉଛି ଗୋପୀନାଥ ବିଦ୍ୟାପୀଠ। ଇଏ ସ୍କୁଲଟି ଆପଣଙ୍କର 1996 ମସିହାରେ ସ୍ଥାପନ ହୋଇଛି। ଯଦି ଏ ସ୍କୁଲ 96 ମସିହାରୁ ସ୍ଥାପନ ହେଲା ପରେ ଗୋଟେ ପଞ୍ଚାୟତ ଲେବୁଲ ବାରେ ହେଇଥିବ, ସେ ସ୍କୁଲକୁ ଅନୁଦାନ ପାଇନାହିଁ। ଯଦି ଅନୁଦାନ ପାଇନାହିଁ, ବର୍ତ୍ତମାନ ଯଦି ଆମେ 96ରୁ 2026 କଥା ଦେଖିବା, ସମ୍ପୂର୍ଣ୍ଣ 30 ବର୍ଷ ହେଇଗଲା। ତାହେଲେ ଏ 30 ବର୍ଷ ଭିତରେ ସ୍କୁଲ ଅନୁଦାନ ପାଉନାହିଁ ବା ଏଠିକାରେ ଛାତ୍ରଛାତ୍ରୀମାନେ ଯେଉଁମାନେ ପଢ଼ନ୍ତି ଏମାନେ କିଛି ସୁବିଧା ୟା ଅର୍ଥ ପାଆନ୍ତି ନାହିଁ। ତାହେଲେ ଏମାନେ କ'ଣ ଓଡ଼ିଶାର ଛାତ୍ରଛାତ୍ରୀ ନୁହନ୍ତି କି? ବା ଆମମାନଙ୍କର ଛାତ୍ରଛାତ୍ରୀ ନୁହନ୍ତି କି? ସେ ଏରିଆର ଯେଉଁ ML ରହିଲେ କିମ୍ବା MP ରହିଲେ ଏମାନଙ୍କ ଛାତ୍ରଛାତ୍ରୀ ନୁହନ୍ତି କି? ବା ଆମ ରାଜ୍ୟର ଯେଉଁ ସମୟରେ ଯେଉଁ ମୁଖ୍ୟମନ୍ତ୍ରୀ ଆସିଲେ ବା ଏଇ ଯେଉଁ ସ୍କୁଲ ତିଆରି ହେବାର କେବଳ ଆମେ ଦେଖିବା ଯେ 24 ବର୍ଷ ବିଜେଡ଼ି ଶାସନ ଭିତରେ ଯଦିଓ ରହିଲା ସ୍କୁଲଟି ବା ବର୍ତ୍ତମାନ 2.5 ବର୍ଷ ଉପରେ ହେଇଗଲାଣି, ଆପଣ ସେତେବେଳେ 24 ବର୍ଷ ବିଜେଡ଼ି ଆଉ 2.5 ବର୍ଷ ବିଜେପି ଶାସନ ଭିତରେ ରହିଲା। ୟା ଅର୍ଥ କେଉଁଠି ନା କେଉଁଠି 26ରୁ 27 ବର୍ଷ ବର୍ତ୍ତମାନ ଯେତେବେଳେ ଏମାନଙ୍କ ଅଧୀନରେ ରହିଲାଣି, ଏମାନଙ୍କର କ'ଣ ନିଦ୍ରା ଭାଙ୍ଗି ନାହିଁ? ୟା ଅର୍ଥ ଏଇ ସମୟର ଯେଉଁମାନେ ML MP ଥିବେ ନିଶ୍ଚିତ ଏଇ 27 ବର୍ଷ ଭିତରେ ଏମାନେ, ମୁଁ ଭାବୁଛି ଯେ ଜୀବିତ ଅବସ୍ଥାରେ ଥିବେ ଏମାନେ। ତାହେଲେ ଏମାନଙ୍କର ଗୋଟେ ବିଧାନସଭା ଭିତରେ ଯିଏ କୋଶ୍ଚିନ୍ କରିବାର ହକ୍ ନଥିଲା କି ତାଙ୍କ ଛାତ୍ରଛାତ୍ରୀଙ୍କ ପାଇଁ? ଇଏ ହେଲା ଗୋଟେ କଥା। ତାହେଲେ ଛାତ୍ରଛାତ୍ରୀ ଆସିବ କ'ଣ ପାଇଁ? ଦେଇଥିବା କଥା ରଖନ୍ତୁ ବିଜେପି ସରକାର। ନିଶ୍ଚିତ ଆପଣ ଯେତେବେଳେ ସରକାରକୁ ଆସିବେ ବୋଲି ଚାହିଁଥିଲେ, ଯେତେବେଳେ ବିଜେଡ଼ି ସରକାର 24 ବର୍ଷ ଶାସନ କଲା, ଆପଣ ସେତେବେଳେ ଗୋଟିଏ ବାର୍ତ୍ତା ଦେଇଥିଲେ, ଯାଇ ସେହି ଗାନ୍ଧୀ ମାର୍ଗରେ ମୋହନ ବାବୁ ଯାଇକି ବାର୍ତ୍ତା ଦେଇଥିଲେ ଯେ ଯେତେବେଳେ ଆମ ସରକାରକୁ ତ ଆପଣମାନେ ଆଣିବେ, ମୁଁ 2 ମାସ ଭିତରେ କଥା ଦେଉଛି, 2 ମାସ ଭିତରେ ସବୁ ଫୁଲଫିଲ୍ ଶିକ୍ଷକମାନଙ୍କର ବା ଅଧ୍ୟାପକମାନଙ୍କର ସବୁ କଥାକୁ ବା ସବୁ ଫୁଲଫିଲ୍ କରିବି ଯାହା ଡିମାଣ୍ଡ ଅଛି। କିନ୍ତୁ ଡିମାଣ୍ଡ ତ କିଛି ଫୁଲଫିଲ୍ ହୋଇପାରୁନାହିଁ।
ପିଲାମାନେ ଆମର ହଇରାଣ ହେଉଛନ୍ତି। ୟା ଅର୍ଥ ଆଜି ସ୍କୁଲ ପିଲା ଆସିଛନ୍ତି, କାଲି ରାଜରାସ୍ତାକୁ କଲେଜ ପିଲା ଆସିବେ, ତାପରେ ଅଭିଭାବକମାନେ ଆସିବେ, ଇଏ ଗୋଟିଏ ରେଭୁଲେସନ୍ ଷ୍ଟାର୍ଟ ହେବ ଯାହାକୁ ଜେନ୍ଜି ବୋଲି ଆମେ କହିବା। ତାହେଲେ ଏଠି ଆମେ ଏ ରେଭୁଲେସନ୍କୁ ଆମେ କ'ଣ ପାଇଁ ସ୍ୱାଗତ ଜଣାଇବା, ଇଏ ବି ଗୋଟିଏ କଥା। ଶିକ୍ଷକଙ୍କ ସମ୍ମାନ, 194 ବିଦ୍ୟାଳୟକୁ ନ୍ୟାୟ ଦରକାର, ନ୍ୟାୟ ନାହିଁ ଅନୁଦାନ ଦରକାର। ଏ ଅନୁଦାନ ହେଲା କି ପେନସନ୍ ହେଲା, ଏ ସବୁ କଥା ଦରକାର। ୟା ଭିତରେ କଲେଜ କଥା ବି ହେଉ, କଲେଜର 662 ବର୍ଗର ହେଉ କିମ୍ବା 488 ବର୍ଗର କଲେଜ ବି ହେଉ, ଏଠି ଆପଣଙ୍କର 2008ରୁ ଆପଣଙ୍କ 13 ପର୍ଯ୍ୟନ୍ତ କଥା ହେଉ କିମ୍ବା 2013ରୁ ଆପଣଙ୍କର 25% ପର୍ଯ୍ୟନ୍ତ କଥା ହେଉ, ଏ ସମସ୍ତଙ୍କୁ ଏ ଗୋଟେ ପ୍ରୋଟୋକଲ୍ ଭିତରେ ନେବା ଆବଶ୍ୟକତା ଅଛି, କାରଣ ଆଉ ସମୟ ନାହିଁ। ଏ ଯୁଗରେ ଗୋଟେ ବର୍ତ୍ତମାନ ଯୁଗରେ ଆପଣମାନେ 5,000 ଟଙ୍କାରେ ଜଣେ ଚଳିବା ବଡ଼ କଷ୍ଟଦାୟକ। ତା ଭିତରେ ଆପଣମାନେ କ'ଣ କଲେ ନା ପିଜିରୁ କେଜି ଫ୍ରି କରିଦେଲେ, କେଜିରୁ ଆପଣମାନେ ପିଜି ଫ୍ରି କରିଦେଲେ। ଯେତେବେଳେ କେଜିରୁ ପିଜି ଆପଣଙ୍କର ଗୋଟେ ଫ୍ରି ଆଡ଼ମିସନ୍ କରିଦେଲେ, ପ୍ରୋବ୍ଲେମଟା କ'ଣ ହେଲା, ଆପଣମାନେ 488 ବର୍ଗର କଲେଜମାନଙ୍କୁ ଦେଖି ବା ଗଭର୍ଣ୍ଣମେଣ୍ଟ କଲେଜମାନଙ୍କୁ ଦେଖି ଗୋଟିଏ ବଜେଟ୍ ବନେଇଦେଲେ। ଯାହାଫଳରେ କ'ଣ ହେଲା ନା ଆପଣ ଯେତେବେଳେ ଗେଷ୍ଟ ଟିଚର ରଖୁଛନ୍ତି ସେମାନଙ୍କୁ 35,000 ଟଙ୍କା ଦେଉଛନ୍ତି। ଆପଣ ଯେତେବେଳେ ୟୁନିଭର୍ସିଟି ଲେବୁଲରେ ଆପଣଙ୍କର ଟିଚର ରଖୁଛନ୍ତି, ଗେଷ୍ଟ ଟିଚର ରଖୁଛନ୍ତି, ସେମାନଙ୍କୁ 45,000 ଟଙ୍କା ଦେଉଛନ୍ତି। କିନ୍ତୁ ଯେତେବେଳେ ଗାଁ ଗହଳିରେ ଯେଉଁ କଲେଜ ମାନ ଯେଉଁ ଗଢ଼ି ଉଠିଛି ବା ସ୍କୁଲ ମାନ ଗଢ଼ି ଉଠିଛି, ସେଠି ଯେତେବେଳେ 662 ବର୍ଗରେ ଆପଣ ଗେଷ୍ଟ ଟିଚର ରହିବ, ତାହେଲେ ସିଏ କେଉଁଭଳି ଦରମା ପାଇବ। ଯେଉଁମାନେ ମ୍ୟାନେଜମେଣ୍ଟରେ ପଢ଼ିକି ଅଛନ୍ତି ତାହେଲେ ସେମାନଙ୍କ କଥା ବର୍ତ୍ତମାନ ନ କହିଲେ ସରେ। ସେମାନେ ନା ଦରମା ପାଇପାରିବେ ନା ଚାକିରି ଛାଡ଼ିକି ଯାଇପାରିବେ। ଏ କଥା ବି ଆପଣମାନେ ବୁଝିବା ଆବଶ୍ୟକତା ଅଛି। ଆପଣମାନେ ଖାଲି କେଜିରୁ ପିଜି ଫ୍ରି କରିଦେଲେ, ଆପଣମାନେ ସୁଭଦ୍ରା ଯୋଜନା କରିଦେଲେ, ବା ଆପଣମାନେ ପ୍ରତି ପଞ୍ଚାୟତକୁ 3 କୋଟି ଟଙ୍କା ଲେଖା ବର୍ତ୍ତମାନ ଅନୁଦାନ ଦେବା ଷ୍ଟାର୍ଟ କରିଦେଲେ। ଆପଣ ଏସବୁ କରିବା ଦ୍ୱାରା କ'ଣ ହେଉଛି ଯେ ଏସବୁ କରିବା ଦ୍ୱାରା ଠିକ୍ ଅଛି, ଲୋକମାନଙ୍କର ସେବା ପାଇଁ ଆପଣମାନେ ଆସିଛନ୍ତି, ଲୋକମାନଙ୍କ ସେବା କରୁଛନ୍ତି ବା ଉନ୍ନତମାନ କାମ କରୁଛନ୍ତି, ଠିକ୍ ଅଛି। ତା ଭିତରେ ଏମାନଙ୍କ ଦୁଃଖ ଯନ୍ତ୍ରଣା ବୁଝିବା ଦରକାର। ଏମାନେ ବି ଯେ ଆପଣମାନଙ୍କର ଗୋଟିଏ ଗୋଟିଏ ହାତ ବାରସି ବୋଲି କହିଲେ ଆପଣ ଅତୃପ୍ତି ହେବ ନାହିଁ। କାହିଁକି ନା ଏ ଶିକ୍ଷାଟାକୁ ଗାଁ ଲେବୁଲରୁ ସହର ନେବା ପାଇଁ ଏମାନଙ୍କର ମୁଖ୍ୟ ଦାୟିତ୍ୱ ବା ମୁଖ୍ୟ ଭୂମିକା ଅଛି, ଏ ସାର୍ ମାନଙ୍କ ମ୍ୟାଡ଼ାମ୍ ମାନଙ୍କର। ତା ଭିତରେ ଆପଣ ନନ୍ଦିଘୋଷ ଟିଭିରେ ଗୋଟିଏ ବି ଆସିଥିଲା ଯେ ଆସନ୍ତା 5 ତାରିଖକୁ ଶିକ୍ଷକ ସମାବେଶ ହେବ। ଆମେ ଆସନ୍ତା 5 ତାରିଖକୁ କ'ଣ ପାଇଁ ଯିବା, ଯେ ଗୋଟେ ଗୁରୁ ଦିବସ କାହିଁ ଗୋଟେ କଳା ଦିବସରେ ପରିଣତ ହେବ, ତା ପୂର୍ବରୁ ଆମେ କାହିଁକି ମୋହନ ସରକାର ବା ମୋହନ ସାର୍ ତା ପୂର୍ବରୁ କାହିଁକି ଆପଣ ଗୋଟିଏ ବ୍ୟବସ୍ଥା କରୁନାହାନ୍ତି। ସେ ବ୍ୟବସ୍ଥା ଭିତରେ ଗୋଟେ ନୂତନ ଅନୁଦାନ କଥା ରହୁ, ଗୋଟେ ନୂତନ ପେନସନ୍ କଥା ରହୁ ବା ରିହାବିଲିଟେସନ୍ ସ୍କିମ୍ କଥା ରହୁ, ବା ସବୁ କଥାକୁ ଆପଣମାନେ ଯଦି ବ୍ୟବସ୍ଥା କରିବେ, ତାହେଲେ ଇଏ ବୋଧହୁଏ ମୁଁ କହୁଛି ଯେ ଇଏ ବୋଧହୁଏ 1,000 କୋଟି ଟଙ୍କା ଭିତରେ ହେଇଯାଇପାରିବ। କିନ୍ତୁ ଏ 1,000 କୋଟି ଟଙ୍କା ବଜେଟ୍ ହୁଏତ କେବଳ ସେମାନଙ୍କ ଦରମା ବା ପେନସନ୍ ହେଡ଼୍କୁ ଯିବ, ଆଉ କିଛି ବାଟ ମାରଣା ହୋଇପାରିବ ନାହିଁ। ଯଦିଓ ବାଟ ମାରଣା ହୋଇପାରିବ ନାହିଁ, ସେଇ ପରିପ୍ରେକ୍ଷୀରେ ଆପଣ ଏ ବଜେଟ୍କୁ ବନାଉନାହାନ୍ତି କି ଇଏ ଗୋଟିଏ କ୍ୱେଶ୍ଚିନ୍ ମାର୍କ ଚିହ୍ନ ହୋଇପାରେ ବା ପ୍ରଶ୍ନବାଚୀ ଚିହ୍ନ ହୋଇପାରେ। ଯେତେବେଳେ ଆମେ ବିଭିନ୍ନ ବଜେଟ୍ ବନାନ୍ତି ସେତେବେଳେ ପ୍ରାୟତଃ 30ରୁ 50% ପଇସାକୁ ବାଟମାରଣା କରାଯାଇପାରେ, କିନ୍ତୁ ଏ ଯେଉଁ ବ୍ୟବସ୍ଥା କରାଯାଏ ଏଠି ବାଟମାରଣା ହୋଇପାରେ ନାହିଁ। ସେଥିପାଇଁ ହୁଏତ ବଜେଟ୍ ବନାଉନଥିବେ, ସେଇ କଥା ଅଲଗା କଥା ହେଇଥାଇପାରେ। ତା ଭିତରେ ଦେଖିବେ ଆପଣ ସେପ୍ଟେମ୍ବର 5ରେ 50,000ରୁ ଅଧିକ ଶିକ୍ଷକ ନିଶ୍ଚିତ ଗାନ୍ଧୀ ମାର୍ଗକୁ ଆସିବେ। ଶିକ୍ଷକ ହେଲା, ଅଧ୍ୟାପକ ହେଲା, କର୍ମଚାରୀ ବନ୍ଧୁମାନେ ଆସିବେ। ତାପରେ ନିଶ୍ଚିତ ଗୋଟେ ରେଭୁଲେସନ୍ ଷ୍ଟାର୍ଟ ହେବ ଯେ ଷ୍ଟୁଡେଣ୍ଟମାନେ ରାଜରାସ୍ତାକୁ ଆସିବେ। ଯେତେବେଳେ ଛୁଆମାନେ ରାଜରାସ୍ତାକୁ ଆସୁଛନ୍ତି ବା ସ୍କୁଲ ପିଲାମାନେ ଆପଣ ଆସିବେ, ସେତେବେଳେ ଆପଣମାନଙ୍କୁ ବିଶେଷ ଯଦିଓ କିଛି ଫରକ ନ ପଡ଼ିପାରେ, କେତେବେଳେ କଲେଜର ପିଲାମାନେ ଆସିବେ ବହୁତ ଗୁଡ଼ିଏ ଫରକ ପଡ଼ିପାରେ। ତା ଭିତରେ ଆପଣଙ୍କର ଦେଖନ୍ତୁ କେଉଁ ଅବସ୍ଥାରେ, ଜରାଜୀର୍ଣ୍ଣ ଅବସ୍ଥାରେ ସେମାନେ ପଡ଼ିଛନ୍ତି, ଏ କଥାକୁ ବିଚାର କରିବା ଆବଶ୍ୟକତା ଅଛି। ଏ କଥାକୁ ରଣହୁଙ୍କାର ଦେଉଛନ୍ତି, କିନ୍ତୁ ଏ ସରକାର ବୁଝିବାକୁ ପ୍ରସ୍ତୁତ ନୁହନ୍ତି। ଏ ଯେ ଖରା ବର୍ଷା ଶୀତ କାକରରେ ସମସ୍ତେ ପଡ଼ିଛନ୍ତି, 11 ଦିନ ବିତିଗଲା ପରେ ବି ଶୁଣିଲେ ନାହିଁ। 11 ଦିନ ପରେ ଆପଣଙ୍କର 12 ଦିନ ବିତିଗଲା। 12 ଦିନର କେଉଁ ଭଳିଆ ଜରାଜୀର୍ଣ୍ଣ ଅବସ୍ଥା ଆପଣମାନେ ଦେଖନ୍ତୁ। ଯଦି ଗୋଟେ ଶିକ୍ଷକ ତାର ସ୍କୁଲ ଛାଡ଼ି ବା ଗୋଟେ ଅଧ୍ୟାପକ ତାର କଲେଜ ଛାଡ଼ି ରାଜରାସ୍ତାକୁ ଯିବ, ରାଜରାସ୍ତାରେ ଏଇଭଳିଆ ସେ ପଡ଼ିବ ଜରାଜୀର୍ଣ୍ଣ ଅବସ୍ଥାରେ, ତାହେଲେ କେଉଁଠି ନା କେଉଁଠି ଏ ସରକାରଙ୍କର ଗୋଟେ ମାନହାନି ହେବ ବା ଗୋଟେ ଇଣ୍ଟରନ୍ୟାସନାଲ ନ୍ୟୁଜ୍ ଗୋଟେ ବନିବ। ସେ ଇଣ୍ଟରନ୍ୟାସନାଲ ନ୍ୟୁଜ୍ରେ ଆମ ରାଜ୍ୟର ଗୋଟେ
ହୀନମାନ ଦୃଶ୍ୟ ଯାହାକି ଗୋଟେ ବାହାର କଣ୍ଟ୍ରି ମାନଙ୍କରେ ଇଏ ପରିପ୍ରକାଶ ହେବ, ଏଇଟା ଗୋଟିଏ ଠିକ୍ ଲାଗେ ନାହିଁ। ଏ କଥାକୁ ଆପଣ ଟିକେ ଗୁରୁତ୍ୱ ନେବା ଆବଶ୍ୟକତା ଅଛି। ଯେଉଁମାନେ ମହାମନୀଷ ମାନେ ରହିଲେ ବା ମହାଦାୟିତ୍ୱରେ ଅଛନ୍ତି, ସେକ୍ରେଟାରୀ କଥା ହୁଅନ୍ତୁ ବା ବଡ଼ବାବୁଙ୍କ କଥା ହୁଅନ୍ତୁ କିମ୍ବା ଆପଣଙ୍କର ନେତା ମନ୍ତ୍ରୀ ବା କଥା ହୁଅନ୍ତୁ, ଏ କଥା ଟିକେ ବୁଝିବା ଆବଶ୍ୟକତା ଅଛି। ଦେଖିବା ତା ଭିତରେ ଆପଣଙ୍କର ଜଣେ ମ୍ୟାଡ଼ାମ୍ ସିଏ ତାଙ୍କର ଦେହ ଖରାପରେ ପଡ଼ିଗଲେ, ଜଣେ ଯଦି ସିଏ ତାର ନିଶ୍ଚିତ ହାଇ ବିପି ହେଇଥାଇପାରେ କିମ୍ବା ଲୋ ବିପି ହେଇଥାଇପାରେ ମ୍ୟାଡ଼ାମଙ୍କର, ଯେହେତୁ ଏତେ କଷ୍ଟ ଦୁଃଖରେ ଦିନ ରାତି ପରିଶ୍ରମ କରି ପଡ଼ିଛନ୍ତି, ଯେଉଁ ଅବସ୍ଥାରେ ସେମାନେ ରାତ୍ରି ଯାପନ କରୁଛନ୍ତି ବର୍ଷା ଶୀତ କାକରରେ, ତାଙ୍କ ଫ୍ୟାମିଲି କଥାକୁ ସେ ଚିନ୍ତା କଲା ପରେ ସେମାନେ ଭାବୁଥିବେ ଯେ ମୋ ଛୁଆ କେମିତି ଖାଇଥିବ, ମୋ ଛୁଆ କ'ଣ କରୁଥିବ, ତା ଭିତରେ ଏମାନଙ୍କର ଦୁଃଖ ଯନ୍ତ୍ରଣା ହେଇସାରିଛି। ତା ଭିତରେ ଦେଖନ୍ତୁ ଏ ମ୍ୟାଡ଼ାମ୍ ମାନଙ୍କର ଦୁଃଖ, ଏ କଥା ଟିକେ ଆପଣମାନେ ବୁଝିବା ଆବଶ୍ୟକତା ଅଛି। ସେ ଯାହା ବି ହେଉଛି ହଉ, କିନ୍ତୁ ତା ଭିତରେ ଆପଣମାନେ ଯେଉଁ ଆଶାୟୀ ପ୍ରାର୍ଥୀ ଥିଲେ, ଆମର ଯେଉଁ ଆସିଥିଲେ ଶିକ୍ଷକ ପିଲାମାନେ ଆଶାୟୀ ପ୍ରାର୍ଥୀ ଥିଲେ, ତାଙ୍କୁ ଆପଣମାନେ ଭୁଲାଇ ଭୁଲି କରି ଯେ ଗୋଟେ ଡିସେମ୍ବର ମାସ ଟାର୍ଗେଟ୍ କରି ତାଙ୍କୁ ଛାଡ଼ିଦେଲେ। କିନ୍ତୁ କଥା ହେଲା ଯେ ଏମାନେ ବର୍ତ୍ତମାନ ଗାନ୍ଧୀ ମାର୍ଗ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। ଆପଣ ଯାହା ବି ହେଉଛି ହଉ, ଗୋଟିଏ ବ୍ୟବସ୍ଥା କରନ୍ତୁ। ସେ ବ୍ୟବସ୍ଥା ଭିତରେ କଲେଜ ବି କଥା ରହୁ ଯେ ଆମେ ନିଶ୍ଚିତ ଆପଣମାନଙ୍କ ପାଖରେ ଗୋଟେ ଚିର ଉପକୃତ ହେଇ ରହିବୁ। ତଥାପି ମୁଁ କହୁଛି ଯେ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ପ୍ରଭୁ କେମିତି ଏମାନଙ୍କର କଣ୍ଠରେ ବିଜୟ ହୁଅନ୍ତୁ, ଏ ଦୁଃଖ ଯନ୍ତ୍ରଣାକୁ ଲାଘବ କରନ୍ତୁ। ଆପଣମାନେ ଚ୍ୟାନେଲ୍ ସହିତ ଯୋଡ଼ି ହୋଇକି ରହିଥାନ୍ତୁ। ଯେକୌଣସି ଅପଡ଼େଟ୍ ନ୍ୟୁଜ୍ ଆସିବ ନିଶ୍ଚିତ ଚ୍ୟାନେଲ୍ ମାଧ୍ୟମରେ ଆମେ ଅପଲୋଡ଼ କରିବା। ରହିଲି, ଜୟ ଜଗନ୍ନାଥ।